ବନ୍ୟଜନ୍ତୁ ଚୋରା ଚାଲାଣ ରୋକିବାରେ ମାଲକାନଗିରି ବନ ବିଭାଗକୁ ମିଳିଛି ପୁଣି ବଡ଼ ସଫଳତା। ପଦ୍ମଗିରି ଛକ ନିକଟରେ ବନ କର୍ମଚାରୀମାନେ ଚଢ଼ାଉ କରି ଏକ ବୋଲେରୋ ଗାଡ଼ିରୁ 311ଟି କଇଁଛ ଜବତ କରିବା ସହିତ 3 ଜଣ ଚୋରା ଚାଲାଣକାରୀକୁ ଗିରଫ କରିଛନ୍ତି। ତେବେ ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋରେ କଇଁଛ ଭର୍ତ୍ତି ହୋଇ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ ବନ କର୍ମଚାରୀ। ତେଣୁ ସେମାନେ ପଦ୍ମଗିରି ଛକ ନିକଟରେ ଛକି ରହିଥିବା ବେଳେ ବୋଲେରୋ ଗାଡ଼ିଟି ଆସିବା ମାତ୍ରେ ତାକୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରେ ବହୁ ପରିମାଣର କଇଁଛ ଠାବ ହୋଇଥିଲା। ଏହାପରେ ବନ ବିଭାଗ ତୁରନ୍ତ ଗାଡ଼ି ଓ କଇଁଛଗୁଡ଼ିକୁ ଜବତ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଆଉ ସେଠାରେ ଗଣତି ବେଳେ 288ଟି ଜୀବିତ ଓ 23ଟି ମୃତ କଇଁଛ ମିଳିଥିଲା। ଏପଟେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ପୋଲାଭରମ ଜିଲ୍ଲା ଦେବରପାଲି ଗ୍ରାମର ସିଦଲା ରାଜ ରେଡ୍ଡି, ଏନ୍ ଅମରନାଥ ଏବଂ ମାଲକାନଗିରି ଜିଲ୍ଲା ଏମ୍ପିଭି 65 ଗ୍ରାମର ରବିନ ମିର୍ଦ୍ଧା। ବର୍ତ୍ତମାନ ସେମାନଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଚୋରା ଚାଲାଣ ରାକେଟର ଅଧିକ ଲିଙ୍କ ଖୋଜୁଛି ବନ ବିଭାଗ। ଆମର ଯୋଉ କଇଁଛ ଅଛି ହାଫ୍ ସେଲ୍ ଟର୍ଟଲ ଅଛି ସ୍ଟ୍ରିଡୁଲ 1 ର ତାକୁ ଆମ ଷ୍ଟାଫ ଆଜି ପଦ୍ମଗିରି ଛକ ପାଖରେ ଧରିଛନ୍ତି, ଯୋଉଟା କି 311 ନମ୍ବର ଥିଲା। ଆଉ ତାକୁ ଆମେ 3 ଜଣ ଆକ୍ୟୁଜକୁ ଧରିଛୁ। ବୋଲେରୋ ଗାଡ଼ିରେ ସେମାନେ ନେଇକି ଯାଉଥିଲେ, ତ ତାକୁ ଆମେ ଏବେ ସବୁ କାଗଜପତ୍ର କରିକି ଫରୱାର୍ଡ କରିବୁ। ସେ ଆମେ 10ଟା ବେଳ ଟାଇମ୍ ଥିଲା ଏଇଟା। ଇଏ କରୁଥିଲୁ, ରିଟର୍ନ କରୁଥିଲୁ, ତାପରେ ସବୁ ଗଣାଗଣି ଏସବୁ ସରିଲା ବେଳକୁ ଏବେ ହେଇଛି ଆଉ 11:30। 3 ଜଣ ଯୋଉ ଗିରଫ ହୋଇଛନ୍ତି ସାର୍, ସେ ହଁ, ସେ ଜଣେ ଆନ୍ଧ୍ରାର ଅଛି ଆଉ 2 ଜଣ MB 69 ନା 65 ସରି ଏ ପାଖରୁ ଅଛନ୍ତି। କେତେଟା କଇଁଛ ଜବତ? 311।